କନ୍ୟାଦାନ ମହାପୁଣ୍ୟ। ଏହାର ଅର୍ଥ କ'ଣ? କ'ଣ ସତରେ କନ୍ୟାଦାନ କଲେ ପୁଣ୍ୟ ହୋଇଥାଏ? ଆପଣମାନେ ଶୁଣିଥିବେ, ଅନେକ ଲୋକ କହିଥାନ୍ତି ଯେ କନ୍ୟାଦାନ ହେଉଛି ମହାପୁଣ୍ୟ। କ'ଣ ସତରେ ଗୋଟିଏ କନ୍ୟାଦାନ କଲେ ପୁଣ୍ୟ ହୋଇଥାଏ ନା ହୋଇନଥାଏ? ଆଜି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ବିବରଣୀ ଦେବା ପାଇଁ ଚେଷ୍ଟା କରିବି। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭିଡ଼ିଓଟି କେମିତି ଲାଗିଲା ନିହାତି ଭାବରେ ଆପଣଙ୍କ ମତାମତ ଦେବେ। ତ ଦର୍ଶକ ବନ୍ଧୁ, ଆଜି ଆପଣଙ୍କୁ ମୁଁ ଏକ ଗପ ମାଧ୍ୟମରେ କହୁଛି। ଗପଟି ହେଲା ଶିଆଳ ଏବଂ ରାଜା। ତ ଗୋଟିଏ ଜଙ୍ଗଲରେ ଗୋଟିଏ ଶିଆଳଟେ ଥିଲା। ସେ ଶିଆଳ ସେ ଜଙ୍ଗଲରେ ପ୍ରତିଦିନ ଚରି ବୁଲି ତାର ପେଟ ପରିପୋଷଣ କରୁଥିଲା। ଦିନକର କଥା, ଆପଣମାନେ ତ ସମସ୍ତେ ଜାଣିଥିବେ। ଆଜିକାଲି କ'ଣ, ସେତେବେଳେ ଆଜିକାଲି ଯେମିତିକି ଛୁଆ ଜନ୍ମ କରି ଜଙ୍ଗଲ, ପୋଖରୀ ତଳ, ନଦୀ କୂଳରେ ଛାଡ଼ି ଦେଇକି ଆସୁଛନ୍ତି, ସେତେବେଳେ ମଧ୍ୟ ସେମିତି ଗୋଟିଏ ମା ତାର ସତୀତ୍ୱକୁ ରକ୍ଷା କରିବା ଲାଗି ଗୋଟିଏ ଝିଅଟିଏ ଜନ୍ମ କରି ତାକୁ ଜଙ୍ଗଲରେ ନେଇ ଛାଡ଼ି ଦେଇ ଆସିଲା। ଶିଆଳ ତାକୁ ଖାଇବା ପାଇଁ ଗଲା, କିନ୍ତୁ ତାର ସୌନ୍ଦର୍ଯ୍ୟ ଏତେ ଥିଲା ଯେ ଶିଆଳ ମନରେ ଦୟା ଆସିଲା, ସେ ତାକୁ ଖାଇଲା ନାହିଁ। ତାକୁ ନେଇକି ଆସିଲା ହାରି। ନେଇକି ଆସି ସେ ଯେଉଁ ଗୁମ୍ଫା କରି ଯେଉଁ ଗାତ ଭିତରେ ଥିଲା, ସେ ଗାତ ଭିତରେ ରହିଲା। ଦିନକୁ ଦିନ ବିତିଗଲା। ଝିଅଟି ଧୀରେ 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 ବଡ଼ ହେଲା। ଦିନେ ସେହି ବାଟ ଦେଇ ରାଜା ଯାଉଥିଲେ। ଝିଅଟି ସେହି ଜଙ୍ଗଲରେ ଖେଳୁଥିଲା। ରାଜା ଯାଇଛନ୍ତି ଶିକାର କରିବା ପାଇଁ। ସେହିପଟେ ଯେତେବେଳେ ଶିକାରରୁ ଫେରିଲେ, ରାଜା ଦେଖିଲେ ଏକ ଦିବ୍ୟ ସୁନ୍ଦରୀ ଝିଅ ସେଇଠାରେ ଖେଳୁଛି, କିନ୍ତୁ ସେ ଉଲଗ୍ନ ଅବସ୍ଥାରେ ଅଛି। ତା ଦେହରେ କୌଣସି ବସ୍ତ୍ର ନାହିଁ। ରାଜା ତତ୍କ୍ଷଣାତ୍ ତାକୁ ଦେଖି ମୋହିତ ହୋଇଗଲେ। ରାଜା ଯେତେବେଳେ ଦୌଡ଼ିକି ଆସିଲେ ତା ପାଖକୁ, ସେ ଝିଅଟି ସେ ଗାତ ଭିତରେ ପଶିଗଲା। ତାପରେ ରାଜା, ଯେହେତୁ ରାଜାଙ୍କ ସହିତ କେହି ସୈନ୍ୟ ନଥିଲେ, ସେ ସେଦିନ ଫେରିଗଲେ ଏବଂ ପୁଣି ଆଉ କିଛି ଦିନ ପରେ ରାଜା ସେହି ଜଙ୍ଗଲକୁ ମୃଗୟା ନିମନ୍ତେ ଆସିଲେ। ସେଇଭଳି ରାଜାଙ୍କ ସହିତ ହେଲା। ରାଜା ମୃଗୟାରୁ ଫେରିଲା ବେଳକୁ ସେଇପଟେ ଗୋଟିଏ ଝିଅଟେ ଉଲଗ୍ନ ହୋଇ ଖେଳୁଥିବ। ରାଜାଙ୍କୁ ଦେଖିଲେ ଦୌଡ଼ିକି ସେ ଗାତ ଭିତରେ ପଶିଯାଏ। ରାଜା କିଛି ବୁଝିପାରିଲେ ନାହିଁ, ପ୍ରକୃତରେ ଏ ସୁନ୍ଦର ଝିଅଟି ଏ ଜଙ୍ଗଲ ଭିତରେ କିଏ? କୌଣସି ଦେବୀ ନା କୌଣସି ଚଣ୍ଡୀ ଚାମୁଣ୍ଡା? ସେ ତଥାପି ଜାଣିପାରିଲେ ନାହିଁ। ଏତେ ସୁନ୍ଦରୀ ଝିଅଟେ ଉଲଗ୍ନ ଅବସ୍ଥାରେ ଏଠି କିଏ? ଆଉ ଯଦି ବି ସେ ଯାହା ହେଇଥାଉ ନା କାହିଁକି, ମୁଁ ଯେହେତୁ ଏ ଏରିଆର ସମସ୍ତ ଜାଗାର ରାଜା, ଏ ରାଜ୍ୟର ସମସ୍ତ ରାଜ୍ୟର ରାଜା, ତାହେଲେ ସେ ମୋତେ ଦେଖି କଥା ନ ହୋଇ ଭିତରେ ପଶି ଯାଉଛି କାହିଁକି? ରାଜା ସମସ୍ତ ସୈନ୍ୟଙ୍କୁ ଡାକିଲେ ଏବଂ କହିଲେ, ଏହି ଯେଉଁ ଗାତରେ ଗୋଟିଏ ଝିଅ ପଶିଛି, ଏ ଗାତରୁ ତାଡ଼ିକି ତାକୁ ବାହାର କର। ତ ରାଜାଙ୍କ କଥା ମାନି ସମସ୍ତ ସୈନ୍ୟ ସହମତ ସେ ଗାତକୁ ଖୋଳିବାକୁ ଲାଗିଲେ। ସେହି ସମୟରେ ଶିଆଳ ନଥିଲା। ସେ ଦୁରିଆ ବାଟରୁ ଆସିଲା ଦୌଡ଼ି ଦୌଡ଼ି, କହିଲା, ମଣିମା ହୋ ମଣିମା, ତୁମେ ମୋ ଉପରେ ଏତେ କୋପ କାହିଁକି? ମୋ ଉପରେ କାହିଁକି ଏତେ କୋପ କରୁଛ? ମୁଁ ତୁମର କି ଦୋଷ କଲି? ମୋ ବସା ଘରକୁ କାହିଁକି ତୁମେ ଖୋଳୁଛ? ସେତେବେଳେ ରାଜା କହିଲେ, ଏଇଠି ଗୋଟେ ସୁନ୍ଦର ଝିଅଟିଏ ଥିଲା, ସେ ଗାତ ଭିତରେ ପଶିଛି, ସେଥିପାଇଁ ଆମେ ଖୋଳୁଛୁ। ରାଜା କହିଲେ, ନାଇଁ ନାଇଁ ନାଇଁ। ଶିଆଳ କହିଲା, ନାଇଁ, ତୁମେ ଖୋଳ ନାହିଁ, ସେ ମୋ ଝିଅ, ମୁଁ ତାକୁ ରଖିଛି। ତ ସେହି ସମୟରେ ଶିଆଳ କହିଲା, ତୁମେ ଖୋଳନି, ମୁଁ ଡାକିଲେ ମୋ ଝିଅ ବାହାରକୁ ଆସିବ। ଶିଆଳ ଡାକିଲା, ତା ଝିଅ ବାହାରକୁ ଆସିଲା ଏବଂ ରାଜା ଯେତେବେଳେ ଦେଖିଲେ ସେ ଉଲଗ୍ନ ଅବସ୍ଥା, ତାଙ୍କୁ ତାଙ୍କର ବସ୍ତ୍ର ଦେଲେ। ଝିଅଟି ମଧ୍ୟ ଘୋଡ଼େଇ ହେଲା। ତ ରାଜା ଶିଆଳକୁ କହିଲେ, ତୁମ ଝିଅକୁ ମୁଁ ବିବାହ କରିବା ପାଇଁ ଚାହୁଁଛି। କିନ୍ତୁ ଶିଆଳ କହିଲା, ମୁଁ ତ ଗୋଟିଏ ପଶୁ, ଏଇ ଗାତରେ ରହୁଛି, ଯାହା ଆଣୁଛି ଖାଇବାକୁ ମୋ ଝିଅ ଖାଉଛି, ମୁଁ ଏବଂ ଖାଉଛି। ତେଣୁ ମୋ ପାଖରେ ତ କିଛି ଧନ ସମ୍ପତ୍ତି ନାହିଁ ମୋ ଝିଅକୁ ଲୁଗା ପଟା
କିମ୍ବା ଯୌତୁକ ଦେଇକି ଆପଣଙ୍କ ସହିତ ବିବାହ କରିବା ପାଇଁ। ଆପଣ ଏତେ ବଡ଼ ରାଜା, ମୁଁ କ'ଣ ବା ଆପଣଙ୍କୁ ଦେଇକି ମୋ ଝିଅକୁ ବିଦାୟ କରିବି? ସେହି ସମୟରେ ରାଜା କହିଲେ, ନାଇଁ ମୋର କିଛି ଦରକାର ନାହିଁ, ତୁମ ଝିଅଟି କେବଳ ମୋର ଦରକାର, କନ୍ୟା ରତ୍ନକୁ ମୋର ଦରକାର। ଯେତେବେଳେ ରାଜା କହିଲେ, ଶିଆଳ କହିଲା, ନାଇଁ ସେମିତି କେମିତି ହେବ? ତୁମେ ଯାହା ହେଲେ ମୋତେ କୁହ, ତୁମେ ଯୌତୁକରେ କ'ଣ ନେବା ପାଇଁ ଚାହୁଁଛ? ତ ସେତେବେଳେ ରାଜା କହିଲେ, ତୁମେ ଯେଉଁ ଏରିଆରେ ଚରୁଛ ବା ବୁଲାବୁଲି କରିକି ତୁମର ପେଟ ପରିପୋଷଣ କରୁଛ, ସେଇ ଜାଗାଟା ମୋତେ ଦିଅ। ତ ଶିଆଳ ଦାନ କରିଦେଲେ ଏବଂ ସେଇଠାରୁ ସେ ଚାଲି ଚାଲି ଗଲେ। ରାଜା ତାଙ୍କ ଝିଅକୁ ନେଇ, ଶିଆଳଙ୍କ ଝିଅକୁ ନେଇ ସେ ତାଙ୍କ ରାଜ୍ୟକୁ ଗଲେ। ଶିଆଳ ଚାଲି 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 ଗଲେ। ଶିଆଳକୁ ବହୁତ ଜୋରରେ ଶୋଷ କଲା। ସେ ଯେହେତୁ ସେ ଜାଗାଟି ଦାନରେ ଦେଇଥିଲେ, ଆଉ ସେଠି ପାଣି ପିଇଲେ ନାହିଁ। ସେ ଚାଲି 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 ବହୁତ ଦୂର ଗଲା ପରେ ତାଙ୍କୁ ଶୋଷ ଜୋରରେ ଲାଗିଲା। ସେ ପାଣି ନ ପିଇବାରୁ ସେ ଗୋଟିଏ ଜାଗାରେ ପଡ଼ି ତାଙ୍କ ପ୍ରାଣଟି ଚାଲିଗଲା ଏବଂ ସେ ମୃତ୍ୟୁବରଣ କଲେ। କିଛି ଦିନ ପରେ ସେ ରାଜା ଘରେ ଜନ୍ମ ହେଲେ। ତ ସେତେବେଳେ ଶିଆଳର ପୂର୍ବଜନ୍ମ କଥା ମନେ ପଡ଼ିଲା ଯେ ସେ ପୂର୍ବଜନ୍ମରେ ଗୋଟିଏ କନ୍ୟା ଦାନ କରିଥିଲା ବୋଲି ଏ ଜନ୍ମରେ ଗୋଟିଏ ରାଜା ଘରେ ଜନ୍ମ ପାଇଲା। ତ ସେ ଭାବିଲା, ମୁଁ ଯଦି ଗୋଟିଏ କନ୍ୟା ଦାନ କରିକି ରାଜା ଘରେ ଜନ୍ମ ହେଲି, ତାହେଲେ ମୁଁ ଯଦି 700 କନ୍ୟା ଦାନ କରିବି, ତାହେଲେ ମୁଁ ତ ସ୍ୱର୍ଗର ଇନ୍ଦ୍ର ହୋଇଯିବି। ତେଣୁ ସିଏ ଶିବଙ୍କୁ ତପସ୍ୟା କଲା ଏବଂ ଭଗବାନ ଶିବ ସନ୍ତୁଷ୍ଟ ହୋଇ ତାକୁ ବର ମାଗିବା ପାଇଁ କହିଲେ। ସେହି ସମୟରେ ଦେବତାମାନେ କହିଲେ ଯେ ଯଦି ଶିଆଳ ରାଜା 700 କନ୍ୟା ରତ୍ନ ମାଗିଦେବ, ତାହେଲେ ସେ ଇନ୍ଦ୍ର ପଦବୀ ନେଇଯିବ। ତେଣୁ ମା ସରସ୍ୱତୀଙ୍କୁ ଅନୁରୋଧ କଲେ ଯେ ତୁମେ ଯାଇ ତା କଣ୍ଠରେ ବସ ଏବଂ ତାର 700 ସୂତାରୁ 700 ସୂତ କରିଦିଅ। ତେଣୁ ଶିଆଳ ଯେତେବେଳେ 700 ସୂତା ମାଗିବା ପାଇଁ ଚାହିଁଲା, 700 ସୂତ ହୋଇଗଲା। 700 ପୁତ୍ର ଶିଆଳ ରାଜାର ଜନ୍ମ ହେଲେ। ତ ଶିଆଳ ରାଜା ଦେଖି ଆଶ୍ଚର୍ଯ୍ୟ ହୋଇଗଲା, କହିଲା, ମୁଁ ତ କନ୍ୟା ମାଗିଥିଲି, କ'ଣ ପୁତ୍ର ହେଲେ? ତ ସେହି ସମୟରେ ସେ ଜାଣିପାରିଲା ଯେ ଭଗବାନଙ୍କ ପାଖକୁ ଯେତେବେଳେ ଗଲା, ଭଗବାନ ଶିବ ତାଙ୍କୁ କହିଲେ ଯେ ନାଇଁ, ତୁମେ ପୁତ୍ର ମାଗିଥିଲ। ତ ସେହି ସମୟରେ ପୁତ୍ରମାନେ କହିଲେ, ଆମ୍ଭେ କ'ଣ ବାପା ଖାଇବୁ, ଆମକୁ ଭୋକ ହେଲାଣି, ଖାଇବାକୁ ଦିଅ। ତାଙ୍କ ଶିଆଳ ରାଜା କହିଲେ, ତୁମେ ଏଇ ଯେଉଁ ସବୁ ମାଟି ଅଛି, ସେ ମାଟିକି ସବୁ ଖାଇଯା। ତେଣୁ ସେମାନେ ଖାଇ ଖାଇ ସେ ମାଟିକୁ ଚାଲିଲେ। ସେଇଥିପାଇଁ ସେଇ ମାଟି, ଯେଉଁ ମାଟିକି ସେମାନେ ଖାଇଥିଲେ, ସେଗୁଡ଼ା ସବୁ ଆଜିର ନଦୀ ସମୁଦ୍ର ହୋଇଯାଇଛି। ଦର୍ଶକ ବନ୍ଧୁ, ଏହି ଗପ ମାଧ୍ୟମରୁ ଆମକୁ 3ଟି ଜିନିଷ ଶିଖିବାକୁ ମିଳିଲା। ପ୍ରଥମେ କ'ଣ ନା, ଯେଉଁ ଜିନିଷକୁ ବା ଯେଉଁ ଆପଣଙ୍କର ବସ୍ତୁକୁ ଦାନ କରିଥିବେ, ସେ ଦାନକୁ ଆପଣ ସେ ଦାନରୁ ଗ୍ରହଣ କରିବା କିଛି ଆବଶ୍ୟକତା ନାହିଁ। ଏବଂ ଶିଆଳ ଭଳି ସେ ଦାନ କରିଥିଲା ଯେଭଳି ଭୂମିକୁ, ସେ ଭୂମିରେ ପାଣି ପିଇଲା ନାହିଁ, ମରିଗଲା ପଛେ ପାଣି ପିଇଲା ନାହିଁ। ତେଣୁ ଆପଣ ଯେଉଁ ଜିନିଷକୁ ଦାନ କରିଥିବେ, ତାକୁ କେବେ ପୁନର୍ବାର ଗ୍ରହଣ କରନ୍ତୁ ନାହିଁ। ଦ୍ୱିତୀୟରେ କ'ଣ ନା, କନ୍ୟା ଦାନ କରି ଶିଆଳ ରାଜା ଘରେ ଜନ୍ମ ହୋଇଥିଲା। ତେଣୁ ଆପଣମାନେ ଯେଉଁ କନ୍ୟା ରତ୍ନକୁ ଆପଣମାନେ ନଷ୍ଟ କରିଦେଉଛନ୍ତି, କେବେ ବି କନ୍ୟା ରତ୍ନକୁ ନଷ୍ଟ କରନ୍ତୁ ନାହିଁ। ଯାହାଫଳରେ କି ଆପଣ କନ୍ୟା ଦାନ କଲେ ଆପଣଙ୍କର ପୁଣ୍ୟ ମିଳିବ, ଆପଣ ମଧ୍ୟ ଶିଆଳ ଭଳି ରାଜା ଘରେ ଜନ୍ମ ହୋଇପାରନ୍ତି। ଦ୍ୱିତୀୟରେ କ'ଣ, ଶିଆଳ ଲୋଭ କଲା। ଭଗବାନ ତାକୁ ଗୋଟିଏ ଦାନରେ ରାଜା ଘରେ ଜନ୍ମ ଦେଇଥିଲେ, ସେ ଆରାମସେ ତା ଜୀବନ ଅତିବାହିତ କରିବା କଥା, କିନ୍ତୁ ସେ ଅତି ଲୋଭ କଲା। ଅତି ଲୋଭରୁ ଯେମିତି କୁହନ୍ତି ମୃତ୍ୟୁ, ସେଇଭଳି 700 କନ୍ୟା ଜାଗାରେ 700 ପୁତ୍ର ଭଗବାନ ତାଙ୍କୁ ବର ଦେଇଥିଲେ। ତ ଦର୍ଶକ ବନ୍ଧୁ, ଏ ଭିଡ଼ିଓ ମାଧ୍ୟମରେ ମୁଁ ଗୋଟିଏ କଥା କହିବି, ଏ 3ଟା ଜିନିଷ କେବେ ବି ଭୁଲରେ କରନ୍ତୁ ନାହିଁ। କନ୍ୟା ଦାନ କଲେ ପୁଣ୍ୟ ମିଳେ ଏବଂ ଯେତିକି ପୁଣ୍ୟ ମିଳିବା କଥା ମିଳିବ। ତେଣୁ ମୁଁ ଅନୁରୋଧ କରେ ଭିଡ଼ିଓ ମାଧ୍ୟମରେ ଯେ କୌଣସି ଲୋକ ଯେଉଁ କନ୍ୟା ରତ୍ନକୁ ବା କନ୍ୟାକୁ ଦାନ କଲେ ମହାପୁଣ୍ୟ ମିଳିଥାଏ।
ଯେମିତିକି ଶିଆଳ ଭଳିଆ ଗୋଟିଏ ଶିଆଳ ରାଜା ଘରେ ଜନ୍ମ ହୋଇପାରିଲା। ତେଣୁ ଆପଣମାନେ କନ୍ୟାକୁ ନଷ୍ଟ କରନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ ଆଜି ପାଇଁ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ ଭାବରେ ଜଣାଇବେ। ରହୁଛି, ନମସ୍କାର।